ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଯେଉଁମାନେ ପାଣି ଘେରରେ ରହୁଛନ୍ତି ଲୋକମାନେ, ସେମାନଙ୍କୁ ନିହାତି ରୂପେ ସାହାଯ୍ୟର ହାତ ବଢ଼ାଇବା ନିହାତି ଜରୁରୀ। ଆଉ ଗୋଟିଏ କଥା ଏଠି କହିବା ପାଇଁ ଚାହିଁବି, ଆପଣମାନେ ସମସ୍ତେ ଖବର ଦେଖୁଥିବେ ଯେ କି ସାଲେପୁର ଘୁଆଳି ନାସିର ଯେଉଁ ନଦୀର ଦୃଶ୍ୟ ଆପଣମାନେ ସମସ୍ତେ ଦେଖୁଛନ୍ତି। ମୁଁ ଏଠି କହିବା ପାଇଁ ଚାହିଁବି, ଆମର ସେ ଜାଗାଟାକୁ କେମିତି ପଥର ପ୍ୟାକିଂ ହେବ ସେ ବିଷୟରେ ଆପଣମାନେ ସମସ୍ତେ ଟିକେ ଭାବନ୍ତୁ। କେମିତି କ'ଣ କରାଯିବ, କେମିତି କ'ଣ ହେବ ଆପଣମାନେ ଟିକେ ଭାବନ୍ତୁ। ମୁଁ ଏଠି କହିବା ପାଇଁ ଚାହିଁବି, ଅତି ସିଚୁଏସନ୍ ପୁରା ଗତି କଲାଣି। ମାନେ ସେଟା ହେଉଛି ଚିତ୍ତୋତ୍ତଳା ନଦୀ ସାଲେପୁର ଘୁଆଳି ନାସିର। ମୁଁ ଏଠି କହିବା ପାଇଁ ଚାହିଁବି, ଯେଉଁମାନେ ଲୋକମାନେ ପାଣି ଘେରରେ ରହୁଛନ୍ତି, ଆପଣମାନଙ୍କ ଭିତରେ ତୁ ତୁ ମେ ମେ ନ ହେଇକି ଲୋକମାନଙ୍କୁ ଟିକେ ସାହାଯ୍ୟ କର, ଲୋକମାନଙ୍କୁ ସହଯୋଗରେ ହାତ ବଢ଼ାଅ। ଆଉ ଗୋମାତାଙ୍କୁ ଟିକେ ଭଲ କିନି ଖାଇବାକୁ ଦିଅନ୍ତୁ। ଗୋମାତା ହେଉଛନ୍ତି ଭଗବାନ। ଆମେ ତାଙ୍କୁ ସେମିତି ହଇରାଣ ନ କରିକି ଆମେ ଟିକେ ସାହାଯ୍ୟ କରିବା ହେଉଛି ନିହାତି ଜରୁରୀ। ମୋତେ କହିବା ପାଇଁ ଚାହିଁବି ସମସ୍ତଙ୍କୁ, ଆପଣମାନେ ଯେଉଁ ପାଣି ଘେରରେ ଏପର୍ଯ୍ୟନ୍ତ ଲୋକମାନେ ଅଛନ୍ତି, ସେମାନଙ୍କ ପାଖରେ ପହଞ୍ଚିକି କିଛି ଖାଦ୍ୟର ବ୍ୟବସ୍ଥା ଆପଣମାନେ କରନ୍ତୁ। ଆଉ ରନ୍ଧା ଖାଦ୍ୟର ବ୍ୟବସ୍ଥା କରନ୍ତୁ। କିଛି ବିସ୍କୁଟ୍ ନେଇକି ପହଞ୍ଚିବାଟା ସବୁଠାରୁ ଭଲ। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହିଁବି ଯେ ଘାଇ ଉପରେ ଆପଣ ଟିକେ ନଜର ପକାନ୍ତୁ। ଯେଉଁ ସାଲେପୁର ଘୁଆଳି ନାସିର ଘାଇ ଉପରେ ଟିକେ ଆପଣମାନେ ନଜର ଦିଅନ୍ତୁ। ଯେଉଁ ବନ୍ଧ ଖାଉଛି ସେ ବିଷୟରେ ସମସ୍ତେ ନଜର ଦେବାଟା ସବୁଠାରୁ ଭଲ। କାହିଁକି ନା ଆପଣମାନେ ଜାଣିଛନ୍ତି, ଯଦି ଘୁଆଳି ନାସି ସାଲେପୁର ଅତରା ଯଦି ଖାଇ ବନ୍ଧ ଭାଙ୍ଗିବ, ମାନେ କିଛି ବି ରହିବନି, ଆମ ଘର ବି ଟୋଟାଲି ଭାସିଯିବ। ସମସ୍ତଙ୍କୁ କହିବା ପାଇଁ ଚାହିଁବି, ଆପଣମାନେ ସମସ୍ତେ ଟିକେ ବୁଝିବା ପାଇଁ ଟ୍ରାଏଲ୍ କର। ଝଗଡ଼ା ଝାଟି ନ କରିକି କି କିଛି ଇଏ ନ କରିକି ପଥର ପ୍ୟାକିଂ ନିହାତି ଜରୁରୀ। ଯେଉଁ ଜିନିଷ ସେଇଟା ହେଉଛି ପଥର ପ୍ୟାକିଂ ନିହାତି କରିବା ଦରକାର। ଓକେ, ସବୁଠାରୁ ଭଲ ଜିନିଷ ପଥର ପ୍ୟାକିଂ କରିଦେବ, ସବୁଠାରୁ ବଢ଼ିଆ। ଘୁଆଳି ନାସିର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଦେଖି କାଲି ମୁଁ ଯାଉଛି ଘୁଆଳି ନାସି ସାଲେପୁର, ଆପଣମାନଙ୍କ କତିକି ଭିଡ଼ିଓ ଆସିକି ପହଞ୍ଚିବ ଅତି ଶୀଘ୍ର। ଆଉ ଆପଣମାନେ ସମସ୍ତେ ଅପେକ୍ଷା କରିବେ ଘୁଆଳି ନାସିର ଭିଡ଼ିଓ ଦେଖିବା ପାଇଁ। ଘୁଆଳି ନାସିର କଣ୍ଡିସନ୍ ନା ବହୁତ ଖରାପ ଅଛି। ଅତରା ଖାଇ ଅଧା ବାଟ ଯାଇକି ଆସିଲାଣି। ବନ୍ଧ ଅଛି ବହୁତ ଟିକେ ଦୂରରେ, କିନ୍ତୁ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହିଁବି, ଆପଣମାନେ ଟିକେ ଦେଖନ୍ତୁ, ନଜର କରନ୍ତୁ ଘୁଆଳି ନାସି ସାଲେପୁର କେମିତି ଘାଇ ନ ହେବ, ସେଥିପାଇଁ ଆପଣମାନେ ଟିକେ ବ୍ୟବସ୍ଥା କରନ୍ତୁ। ରହିଲି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।